ସୁନା ମୁଦ୍ରା ଏବଂ ଜଣେ ସ୍ୱାର୍ଥପର ବ୍ୟକ୍ତିର କାହାଣୀ ମୁଁ କହୁଛି, ଚାଲନ୍ତୁ ଶୁଣିବେ। ଅଶୋକ ଜଣେ ଲୋଭୀ ଓ ସ୍ୱାର୍ଥପର ବ୍ୟକ୍ତି ଥିଲେ। ସେ ସବୁବେଳେ ବହୁ ଟଙ୍କା ପାଇବାକୁ ଚାହୁଁଥିଲେ ଏବଂ ଟଙ୍କା ରୋଜଗାର କରିବା ପାଇଁ ଅନ୍ୟକୁ ଠକିବାକୁ କେବେ ବି ପଛଘୁଞ୍ଚା ଦେଇନଥିଲେ। ଏଥିସହ ସେ କେବେ ବି ଅନ୍ୟମାନଙ୍କ ସହ କିଛି ସେୟାର କରିବାକୁ ଚାହୁଁନଥିଲେ। ସେ ତାଙ୍କ ସେବକମାନଙ୍କୁ ବହୁତ କମ୍ ମଜୁରୀ ଦେଉଥିଲେ। ତେବେ ଦିନେ ସେ ଏମିତି ଏକ ଶିକ୍ଷା ଶିଖିଲେ ଯାହା ତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। ଏମିତି ହେଲା ଯେ ଦିନେ ଅଶୋକଙ୍କର ଏକ ଛୋଟ ବ୍ୟାଗ ନିଖୋଜ ହୋଇଯାଇଥିଲା। ବ୍ୟାଗରେ 50ଟି ସୁନା ମୁଦ୍ରା ଥିଲା। ଅଶୋକ ବ୍ୟାଗଟିକୁ ଉଚ୍ଚ ଓ ନିମ୍ନ ସ୍ତରରେ ଖୋଜାଖୋଜି କରିଥିଲେ, କିନ୍ତୁ ତାହା ପାଇନଥିଲେ। ଅଶୋକଙ୍କ ବନ୍ଧୁ ଓ ପଡ଼ୋଶୀମାନେ ମଧ୍ୟ ଖୋଜାଖୋଜିରେ ସାମିଲ ହୋଇଥିଲେ, ମଧ୍ୟ ସେମାନଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଥିଲା। କିଛି ଦିନ ପରେ ଅଶୋକଙ୍କ ପାଇଁ କାମ କରୁଥିବା ଜଣେ ବ୍ୟକ୍ତିଙ୍କ 10 ବର୍ଷର ଝିଅ ଏହି ବ୍ୟାଗ ପାଇଥିଲେ। ଏ ନେଇ ସେ ତାଙ୍କ ବାପାଙ୍କୁ ଜଣାଇଥିଲେ। ତାଙ୍କ ବାପା ସେହି ବ୍ୟାଗକୁ ନିଖୋଜ ବୋଲି ଚିହ୍ନଟ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଏହାକୁ ତାଙ୍କ ମାଲିକଙ୍କ ନିକଟକୁ ନେବାକୁ ସ୍ଥିର କରିଥିଲେ। ସେ ବ୍ୟାଗଟିକୁ ତାଙ୍କ ମାଲିକ ଅଶୋକଙ୍କୁ ଫେରାଇ ଦେଲେ ଏବଂ ବ୍ୟାଗରେ 50ଟି ସୁନା ମୁଦ୍ରା ଅଛି କି ନାହିଁ ଯାଞ୍ଚ କରିବାକୁ କହିଥିଲେ। ମୁଦ୍ରା ଫେରାଇ ଆଣିବା ପାଇଁ ଅଶୋକ ବହୁତ ଉତ୍ସାହିତ ଥିଲେ, କିନ୍ତୁ ସେ ଏକ କୌଶଳ ଖେଳିବାକୁ ସ୍ଥିର କରିଥିଲେ। ସେ ତାଙ୍କ କର୍ମୀକୁ ଚିତ୍କାର କରି କହିଲେ, ଏହି ବ୍ୟାଗରେ 75ଟି ମୁଦ୍ରା ଥିଲା, କିନ୍ତୁ ଆପଣ ମୋତେ ମାତ୍ର 50ଟି ସୁନା ମୁଦ୍ରା ଦେଇଥିଲେ। ଅନ୍ୟ ମୁଦ୍ରା ଗୁଡ଼ିକ କେଉଁଠି ଅଛି? ତୁମେ ସେମାନଙ୍କୁ ଚୋରି କରିଛ। ଏହା ଶୁଣି ଶ୍ରମିକ ଆଶ୍ଚର୍ଯ୍ୟ ହୋଇଯାଇ ନିଜକୁ ନିର୍ଦ୍ଦୋଷ ବୋଲି ସ୍ୱୀକାର କରିଥିଲେ। ସ୍ୱାର୍ଥପର ଏବଂ ଲୋଭୀ ଅଶୋକ ଶ୍ରମିକଙ୍କ କାହାଣୀକୁ ଗ୍ରହଣ କରିନଥିଲେ ଏବଂ ଏହି ପ୍ରସଙ୍ଗକୁ ଅଦାଲତକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ବିଚାରପତି ଉଭୟ ପକ୍ଷର ଶୁଣାଣି କରିଥିଲେ। ସେ ଝିଅ ଏବଂ ଶ୍ରମିକଙ୍କୁ ବ୍ୟାଗରୁ ମିଳିଥିବା ମୁଦ୍ରା ସଂଖ୍ୟା ବିଷୟରେ ପଚରା ଉଚରା କରିଥିଲେ ଏବଂ ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଏହା ମାତ୍ର 50। ସେ ଅଶୋକଙ୍କୁ ପଚରା ଉଚରା କଲେ ଏବଂ ଅଶୋକ ଉତ୍ତର ଦେଲେ, ହଁ ମୋର ପ୍ରଭୁ, ମୋ ବ୍ୟାଗରେ 75ଟି ସୁନା ମୁଦ୍ରା ଥିଲା ଏବଂ ସେମାନେ ମୋତେ ମାତ୍ର 50ଟି ସୁନା ମୁଦ୍ରା ଦେଇଥିଲେ। ତେଣୁ ସେମାନେ 25ଟି ମୁଦ୍ରା ଚୋରି କରିଥିବା ସ୍ପଷ୍ଟ ହୋଇଛି। ଏହାପରେ ବିଚାରପତି ପଚାରିଥିଲେ, ଆପଣ ନିଶ୍ଚିତ କି ଆପଣଙ୍କ ବ୍ୟାଗରେ 75ଟି ମୁଦ୍ରା ଥିଲା? ଅଶୋକ ଜୋରରେ ମୁଣ୍ଡ ହଲାଇଲେ। ଏହାପରେ ବିଚାରପତି ତାଙ୍କ ରାୟ ଶୁଣାଇଥିଲେ। ଯେହେତୁ ସାମ୍ 75ଟି ସୁନା ମୁଦ୍ରାର ବ୍ୟାଗ ହରାଇଥିଲେ ଏବଂ ଝିଅ ପାଇଥିବା ବ୍ୟାଗର ମାତ୍ର 50ଟି ମୁଦ୍ରା ଥିଲା, ତେଣୁ ମିଳିଥିବା ବ୍ୟାଗଟି ଅଶୋକଙ୍କ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଏହାକୁ ନେଇ କେହି ହରାଇଥିଲେ। ଯଦି କେହି 75ଟି ସୁନା ମୁଦ୍ରାର ବ୍ୟାଗ ପାଇବେ, ତେବେ ମୁଁ ଘୋଷଣା କରିବି ଯେ ଏହା ଅଶୋକଙ୍କର ଅଟେ। ଯେହେତୁ 75ଟି ମୁଦ୍ରା ନଷ୍ଟ ହେବା ନେଇ କୌଣସି ଅଭିଯୋଗ ନାହିଁ, ତେଣୁ ମୁଁ ଝିଅ ଏବଂ ତାଙ୍କ ବାପାଙ୍କୁ ସେମାନଙ୍କ ସଚ୍ଚୋଟତାର ପ୍ରଶଂସା ସ୍ୱରୂପ ସେହି 50ଟି ମୁଦ୍ରା ନେବାକୁ ଆଦେଶ ଦେଉଛି। ସଚ୍ଚୋଟତାକୁ ସର୍ବଦା ପୁରସ୍କୃତ କରାଯିବ ଏବଂ ଲୋଭକୁ ଦଣ୍ଡ ମିଳିବ। ଏଥିରୁ ଆମେ ଶିକ୍ଷା କଲେ ଯେ କେବେ ମିଛରେ ନିର୍ଦ୍ଦୋଷ ଉପରେ ଦୋଷ ନଦେବା ଉଚିତ ନୁହେଁ। ଯଦି ଆପଣଙ୍କୁ ମୋର ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଲାଇକ୍, ସବସ୍କ୍ରାଇବ୍ ଆଉ କମେଣ୍ଟ କରିବାକୁ ଭୁଲିବେନି। ରହୁଛି। ଜୟ ଜଗନ୍ନାଥ।